ମୁଁ ଆଜି ମାର୍କେଟରେ ବୁଲୁ ବୁଲୁ ଏ ଜିନିଷଟି ଦେଖିଲି। ତ କିଏ କହିପାରିବେ ଜିନିଷଟି କ'ଣ ଏବଂ କ'ଣ ହୁଏ ଆର ନାଁ କ'ଣ? ତ ମୁଁ ସେ ମାଉସୀ ପଚାରିଲି, ମାଉସୀ ଏ ଜିନିଷଟି କ'ଣ ଏବଂ କ'ଣ ହୁଏ ଇଏ? ମାଉସୀ କହିଲା ଏଇଟା ରାନୁ। ମୁଁ ରାନୁ କଥା ଶୁଣି ମୋର ରାନୁ ଗୀତ ମନେ ପଡ଼ିଗଲା। ରାନୁ ଲୋ ରାନୁ ଆଜିକାଲି ଭାରି ଦୁଷ୍ଟ ହେଲୁଣୁ। ମୁଁ କହିଲି ମାଉସୀ କ'ଣ ହୁଏ ରାନୁ? ନା ହାଣ୍ଡିଆ ବନେଇ ହୁଏ। ମୁଁ ଶଳା ଦେଖିକି ମୋ ମୁଣ୍ଡ ଖରାପ ହେବ। ଏ ଯେଉଁ ଡଭା ଦେଖିପାରୁଛଟି, ଡଭା ଦାମ 50 ଟଙ୍କା ଡଭାରେ। ଆଉ ଏ ଯେଉଁ ଜରି ବନ୍ଧା ହେଇଛି, ଜରିର ଦାମ ହେଉଛି 100 ଟଙ୍କା। ଏଇଥିରୁ ଯାଇକରି ହାଣ୍ଡିଆ ବନେଇବା, ଯେଉଁମାନେ ହାଣ୍ଡିଆ ପିଉଛନ୍ତି ବା ଘରେ ତିଆରି କରୁଛନ୍ତି ଏଇ ଜିନିଷ ନିଅନ୍ତି, ହାଣ୍ଡିଆ ବନାନ୍ତି। ମୁଁ ସବୁଦିନ ଯାଏ ମାର୍କେଟ, ମୁଁ ଦେଖେ, ମୁଁ ଭାବି କ'ଣ ଖାଇବା ଜିନିଷ ବୋଧେ, ଯେମିତି ଆମର ବଡ଼ି ଫଡ଼ି ଜରିରେ ବନ୍ଧା ବିକ୍ରି, ମୁଁ ସେମିତି ଭାବେ ଏଇଟା କ'ଣ ଖାଇବା ଜିନିଷ ବୋଧେ। ମୁଁ ଲାଷ୍ଟକୁ ଆଜି ଯାଇକରି ପଚାରିଲି, ମୁଁ କହିଲି ମାଉସୀ କ'ଣ ହୁଏ, ମୋତେ ଯାହା ବି ହେଲେ କହିବାକୁ ପଡ଼ିବ। ନା ୟା ନାଁ ହେଉଛି ରାନୁ, ଏଥିରେ ହାଣ୍ଡିଆ ବନେଇବା ମଦ। ମୁଁ କହିଲି ଏଇଥିରେ ମଦ ବନେଇବା ଲୋକ ପିଅନ୍ତି? ମାନେ ଆପଣମାନେ ଦେଖୁଛନ୍ତି କେଉଁଭଳି